ମୁମ୍ବାଇରେ ବର୍ଷା ବିପ୍ଳବ 13 ମୃତ୍ୟୁ। ମୁମ୍ବାଇରେ ବର୍ଷା ବିପ୍ଳବ। ମହାରାଷ୍ଟ୍ରରେ ପ୍ରବଳ ବର୍ଷା ଜାରି ରହିଛି। ମୁମ୍ବାଇର 2ଟି ସ୍ଥାନରେ ଭୂସ୍ଖଳନ ହୋଇଛି। ଲୋକମାନେ ଭଗ୍ନାବଶେଷ ତଳେ ଫସି ରହିଛନ୍ତି। ଉଦ୍ଧାର କାର୍ଯ୍ୟ ପାଇଁ ଏନ୍ଡିଆର୍ଏଫ୍ ଟିମ୍କୁ ପଠାଯାଇଛି। ମୁମ୍ବାଇ ପୁନେ ଏକ୍ସପ୍ରେସୱେ ଓ ପୁରୁଣା ରାଜପଥକୁ ମଧ୍ୟ ବନ୍ଦ କରିଦିଆଯାଇଛି। ଏହା ବ୍ୟତୀତ ପ୍ରବଳ ବର୍ଷା ଯୋଗୁଁ ଅନେକ ଟ୍ରେନ୍ ମଧ୍ୟ ବାତିଲ କରାଯାଇଛି। ମହାରାଷ୍ଟ୍ର ମନ୍ତ୍ରୀ ଗିରୀଶ ମହାଜନ କହିଛନ୍ତି ଯେ ମୁମ୍ବାଇ, ପାଲଘର ଓ ରାୟଗଡ଼ରେ ରେକର୍ଡ ଭାଙ୍ଗିବା ବର୍ଷା ହୋଇଛି, ଯାହା ଫଳରେ ଗତ 3ରୁ 4 ଦିନ ମଧ୍ୟରେ 13 ଜଣଙ୍କ ମୃତ୍ୟୁ ହୋଇଛି। ବିମାନବନ୍ଦର ସୂତ୍ର ଅନୁସାରେ ଆଜି ସକାଳ 11:30 ସୁଦ୍ଧା ପ୍ରବଳ ବର୍ଷା ଯୋଗୁଁ ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନବନ୍ଦରରେ 17ଟି ଉଡ଼ାଣ ବାତିଲ କରାଯାଇଛି। ଏହା ସହିତ 217ଟି ଉଡ଼ାଣ ବିଳମ୍ବିତ ହୋଇଛି। ମୁମ୍ବାଇ ପୁନେ ଏକ୍ସପ୍ରେସରେ ମିସିଂ ଲିଙ୍କ ସେକ୍ସନରେ ଭୂସ୍ଖଳନ ସମ୍ପର୍କରେ କଂଗ୍ରେସ ବିଧାୟକ ବିଜୟ ୱାଡେତିୱାର କହିଛନ୍ତି, ମିସିଂ ଲିଙ୍କରେ ଭୂସ୍ଖଳନ ହୋଇଛି। ପୂର୍ବରୁ ସାମାନ୍ୟ ବର୍ଷାରେ ମଧ୍ୟ ବଡ଼ ବଡ଼ ଗର୍ତ୍ତ ସୃଷ୍ଟି ହୋଇଥିଲା ଓ ରାସ୍ତା ସବୁ ଧୋଇ ଯାଇଥିଲା। ନରମ ମାଟି ଯୋଗୁଁ ସମ୍ପୂର୍ଣ୍ଣ ମୁଖ୍ୟ ରାସ୍ତା ଭୁଶୁଡ଼ି ପଡ଼ିଥିଲା।